ମୁଁ ସୋଫିଆ ବିବି ହରିୟନ୍ତା ସରପଞ୍ଚ। ଆଜି ଆମର କର୍ମୀ ସମାବେଶ ବୈଠକ ବିଜୁ ଜନତା ଦଳ ହରିୟନ୍ତା ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା। ତାକୁ ଆମେ କେମିତି ଆଗକୁ ଆମର ବିଜୁ ଜନତା ଦଳ ମଜବୁତ ହବ, ଆମର ପଞ୍ଚାୟତ ଲେବୁଲ ହଉ, ଆମ ବ୍ଲକ ଲେବୁଲ ହଉ, ଜିଲ୍ଲା ପରିଷଦ ହଉ, କେମିତି ଆମେ ତାହାକୁ ହାତ ମୁଠାକୁ ନବୁ ତାର ବିଷୟରେ ଆଜି ଆଲୋଚନା ହେଇଛି ଆଉ ଲୋକଙ୍କୁ ସଚେତନ କରାହେଇଛି ବିଜୁ ଜନତା ଦଳକୁ ଦୃଢ କରିବା ନିଶ୍ଚିତ ରହିବ। କାହିଁକି ନା ଯେହେତୁ ବିଜୁ ଜନତା ଦଳ ଜଣେ ସହଜ ସରଳ ଆଉ ଶାନ୍ତିପ୍ରିୟ ଦଳ ଜଣେ, ଆମ ଲୋକମାନେ ବି ମାନେ ଶାନ୍ତିକୁ ଭଲ ପାଆନ୍ତି। ତେଣୁ ବିଜୁ ଜନତା ଦଳ ନିଶ୍ଚିତ ରୂପେ ଶାନ୍ତି ସହରରେ ଆମ ଦଳ ନିଶ୍ଚିତ ଆସିବ। ଦେଖନ୍ତୁ, ଆମର ଯିଏ ପୂର୍ବତନ ଥିଲେ ଯୋଉ ସଭାପତି ଥିଲେ, ତାଙ୍କର ଦେହ ଅସୁସ୍ଥ ଥିବାରୁ ସେ ନିଜ ସ୍ୱ ଇଚ୍ଛାରେ ଆମର ନୂତନ ସଭାପତି ମନୋଜ ପ୍ରତାପଙ୍କୁ ଦାୟିତ୍ୱ ଗ୍ରହଣ କରିବାକୁ ଦେଇଛନ୍ତି। ଆମେ ଏଇଥିପାଇଁ ଦେଇଛନ୍ତି କି ଏବେ ଆମର ଯୁବପିଢିକୁ ଆଗକୁ ବାହା କରିବା ପାଇଁ, ଯୁବ ନେତା ହେବା ପାଇଁ, ଯୁବକୁ ସଂଗଠନ କରିବା ପାଇଁ ତେଣୁ ଯୁବ ସଭାପତି ଜଣଙ୍କୁ କରାଯାଇଛି। ଦେଖନ୍ତୁ, ଯେହେତୁ ଏବେ ବିଜେପି ସରକାର ଅଛନ୍ତି, ତେଣୁ ଆମର ଲଢେଇଟା ଜୋରଦାର ହବ। ତେଣୁ ନିଶ୍ଚିନ୍ତ ଆମର ଯେହେତୁ ଏଇଟା ବିଜେଡି ଗଡ଼, ହରିୟନ୍ତା ପଞ୍ଚାୟତ ଗୋଟେ ବିଜେଡି ଗଡ଼, ଆଜି ଯାକେ ଦେଖନ୍ତୁ ବିଜେଡି ହିଁ ଜିତିକି ଆସିଛି। ଲଢେଇ ନିଶ୍ଚିନ୍ତ ହବ। ଲଢେଇରେ ହାର ଜିତ ଲାଗିଛି, କିନ୍ତୁ ନିଶ୍ଚିନ୍ତ ଆମେ ଜାଣିଛୁ ଆମେ ଜିତିକି ଆସିବୁ। ମୁଁ ଚିତ୍ତରଞ୍ଜନ ସାମଲ, ବିଜୁ ଜନତା ଦଳର କଟକ ଜିଲ୍ଲାର ଉପସଭାପତି, ଟାଙ୍ଗୀର ଜିଲ୍ଲା ପରିଷଦ ସଭ୍ୟ। ଆଜି ହରିୟନ୍ତା ପଞ୍ଚାୟତ ଠାରେ ହରିୟନ୍ତା ପଞ୍ଚାୟତର ବିଜୁ ଜନତା ଦଳର କର୍ମୀ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ଶହ ଶହ କର୍ମୀ ମାନ୍ୟବର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ଏଠି ଯୋଗ ଦେଇଥିଲେ। ଏଠି ଗୋଟେ ସନ୍ଦେଶ ଦିଆଗଲା, ମାର୍ଗଦର୍ଶନ ଦିଆଗଲା ଯେ ଗୋଟେ ସରକାର ଓଡ଼ିଶାରେ 2 ବର୍ଷ ହେଲା ଶାସନ ଆରମ୍ଭ କରିଛି। ଯେଉଁ ଶାସନ ବ୍ୟବସ୍ଥାରେ ଆଜି କୃଷକ ଶାନ୍ତିରେ ନାହିଁ, ଶ୍ରମିକ ଶାନ୍ତିରେ ନାହିଁ, ଛାତ୍ର ଶାନ୍ତିରେ ନାହାନ୍ତି, କୌଣସି ବର୍ଗର ଲୋକ ଶାନ୍ତିରେ ନାହାନ୍ତି। ତାଙ୍କ ବିରୁଦ୍ଧରେ ଏକ ବିରାଟ ଜନ ଆନ୍ଦୋଳନ ପାଇଁ ଆଜି ଉଦ୍ବୋଧନ ଦିଆଗଲା ଏବଂ ମାର୍ଗଦର୍ଶନ ବି ଦିଆଗଲା। ଆଗାମୀ ପଞ୍ଚାୟତ ନିର୍ବାଚନ ଏ ସରକାର ବିଫଳତା ଏବଂ ଆମ ନବୀନ ବାବୁଙ୍କ ନେତୃତ୍ୱରେ 24 ବର୍ଷ ଶାସନର ସଫଳତା, এইটা ଆମ ପଞ୍ଚାୟତ ନିର୍ବାଚନର ଆୟୁଧ ହେବ। ଏଥିରେ ଟାଙ୍ଗୀ ଚୌଦ୍ୱାର ବ୍ଲକରେ ଆମେ ନିଶ୍ଚିତ ଭାବେ ଚେୟାରମ୍ୟାନ, ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ସବୁ ଆସନ ଦଖଲ କରିବୁ। ଏଥିରେ ଟିକେ ବି ସନ୍ଦେହ ନାହିଁ। ଆଦିବାସୀ ଅଧିଷ୍ଠିତ ଅଞ୍ଚଳରେ ସେ ଆଦିବାସୀ ଲୋକମାନେ ଜାଣିଗଲେଣି, ଜଣେ ଆଦିବାସୀ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବସେଇ ମହୁରା କରି ଏ ରାଜ୍ୟରୁ ଖଣି ଖାଦାନ ଲୁଟ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ଷଡ଼ଯନ୍ତ୍ର କରିଛି, ଏ ସାଧାରଣ ଆଦିବାସୀ ଲୋକ ଅବଗତ ହେଲେଣି। ଏବଂ ଆପଣମାନେ ଦେଖିବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଶତକଡ଼ା 90% ଆଦିବାସୀ ଲୋକ ବିଜୁ ଜନତା ଦଳ ସପକ୍ଷରେ ଭୋଟ ଦେବେ। ମନୋଜ ପ୍ରତାପ, ହରିୟନ୍ତା ଗ୍ରାମ ପଞ୍ଚାୟତର ସଭାପତି। ଆଜି ଆମର ହରିୟନ୍ତା ପଞ୍ଚାୟତର କର୍ମୀ ସମାବେଶ ବୈଠକ ହୋଇଥିଲା। ମୁଁ ନୂତନ ଭାବରେ ବିଜୁ ସଭାପତି ଦାୟିତ୍ୱ ଗ୍ରହଣ କଲି। ମୋର ଲକ୍ଷ୍ୟ ହରିୟନ୍ତା ଗ୍ରାମ ପଞ୍ଚାୟତରେ କେମିତି ବିଜୁ ଜନତା ଦଳ ଆଗକୁ ବଢ଼ିବ, ସଂଗଠିତ ହେବ। ଆମ କର୍ମୀମାନେ ଟିକେ ମାନେ ସାଣୁ ଭଳିଆ ଟିକେ ଇନଆକ୍ଟିଭ ହେଇଯାଇଛନ୍ତି, ତାଙ୍କମାନଙ୍କୁ କେମିତି ଉତ୍ସାହିତ କରି ସଂଗଠିତ କରି, ଏଇଟା ମୋର ଲକ୍ଷ୍ୟ। ନାଇଁ ସେଇଟା କିଛି ବର୍ତ୍ତମାନ ସେ ବିଷୟରେ କିଛି ଆଲୋଚନା ନାହିଁ। ଆମର ବର୍ତ୍ତମାନ ମୁଖ୍ୟ ହେଲା କର୍ମୀ ସମାବେଶ କରାଯାଇଛି। କେବଳ ବିଜୁ ଜନତା ଦଳ ସଂଗଠିତ କେମିତି ବଢିବ, ଆଗକୁ ଆଉ ସଂଗଠନ କେମିତି ବଢିବ, କୋଉ ଲୋକ ଯଦି ମତାନ୍ତର ଅଛି କି ଆସିନାହାନ୍ତି, ସେଇମାନଙ୍କୁ ବୁଝାବୁଝି ହେଇକରି ଦଳ ସହିତ ଆଗକୁ ବଢେଇବାକୁ ଆଜ୍ଞା ମୁଁ ଏ ସଂଗଠନ ଦାୟିତ୍ୱ ନେଲି। ସଂଗଠନ କେମିତି ବଢିବ, ଆମର କର୍ମୀ କେମିତି ବିଜେଡିରେ ନୂତନ କର୍ମୀ ଆସିବେ, ବଢିବ କେମିତି, ଆମ ଦଳ କେମିତି ଆଗକୁ ବଢି ଚାଲିବ, ସେଥିପାଇଁ ବିଗତ ଦିନରେ ହରିୟନ୍ତା ପଞ୍ଚାୟତର ଆଜି ପର୍ଯ୍ୟନ୍ତ ବିଜୁ ଜନତା ଦଳ କବ୍ଜାରେ ବି ଅଛି, ରହିଛି, ରହିବ ନିଶ୍ଚିନ୍ତ।